ଦଶପଲ୍ଲା ଥାନା ଅଧିକାରୀଙ୍କ ବଡ଼ ସଫଳତା। ଦଶପଲ୍ଲା ଥାନା ହନୁମାନ ବଜାରର ଶୋଭନ ମିଶ୍ରଙ୍କ ବୁଲେଟ୍ ବାଇକ୍ଟି ଗତ 8 ତାରିଖ ଦିନ ତାଙ୍କ ଘର ଆଗରୁ ଦିନବେଳେ ଚୋରି ହୋଇଥିଲା, ଯାହାକୁ ନେଇ ଦଶପଲ୍ଲା ଥାନାରେ ଅଭିଯୋଗ କରିଥିଲେ ଶୋଭନ। ଦଶପଲ୍ଲା ଥାନା ଅଧିକାରୀ ବିନୟ ରଞ୍ଜନ ପରିଡ଼ା ଘଟଣାକୁ ଗୁରୁତର ସହ ନେଇ ବିଭିନ୍ନ ସ୍ଥାନରେ ସିସିଟିଭି ଯାଞ୍ଚ କରି ଦଶପଲ୍ଲା ଥାନା କଇଁଆଢିଅ ଗ୍ରାମର ଦୁଇ ସମ୍ପର୍କୀୟ ଭାଇଙ୍କ ପାଖେ ପହଞ୍ଚିଥିଲା ଏବଂ ତାଙ୍କ ପାଖରୁ ବୁଲେଟ୍ ଗାଡ଼ିଟିକୁ ଜବତ କରିବା ସହ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ଏହି ଦୁଇ ସମ୍ପର୍କୀୟ ଭାଇ ମିଶି ରାଜ୍ୟର ବିଭିନ୍ନ ଥାନା ଅଞ୍ଚଳରୁ ବାଇକ୍ ଚୋରି କରି କଇଁଆଢିଅ ଗାଁ ନିକଟରେ ଥିବା ଜଙ୍ଗଲରେ ଲୁଚାଇ ରଖି ବିକ୍ରି କରନ୍ତି। ଥାନା ଅଧିକାରୀ ଶ୍ରୀଯୁକ୍ତ ପରିଡ଼ା ଛାନଭିନ୍ନ କରି 5ଟି ବାଇକ୍ ଉଦ୍ଧାର କରିବା ସହ 2 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏବେ ଏମାନଙ୍କ ପଛରେ ଆଉ କେଉଁମାନେ ଅଛନ୍ତି କି ନା ନାହିଁ ତଦନ୍ତ ଚଳାଇଛନ୍ତି। ଏନେଇ ଦଶପଲ୍ଲା ଥାନା ପରିସରରେ ପ୍ରେସ୍ ମିଟ୍ କରି ସୂଚନା ଦେଇଛନ୍ତି ନୟାଗଡ଼ ଏସ୍ଡିପିଓ ନିହାର ରଞ୍ଜନ ମହାନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ନାଁରେ ଦୁଇଟା ତିନିଟା କେସ୍ରେ ସେମାନେ ଇନଭଲ୍ଭ ଅଛନ୍ତି ବୋଲି ଯିଏ ବଳରାମ ନାୟକ ଅଛନ୍ତି ତାଙ୍କ ନାଁରେ 2ଟା କେସ୍ ଅଛି, ଅନୁଭବ ନାୟକଙ୍କ ନାଁରେ ବି କେସ୍ ଅଛି, 2ଟା 3ଟା କେସ୍ ଅଛି। ସେଇଟା ଅଣ୍ଡର ସ୍କ୍ରୁଟିନି ଅଛି, ସେଇଟା ବର୍ତ୍ତମାନ ଚାଲିଛି ଇନଭେଷ୍ଟିଗେସନ୍ ତା ଉପରେ। ପୂର୍ବରୁ ମଧ୍ୟ ଆମେ ଦେଖିଛୁ ଦଶପଲ୍ଲା ଅଞ୍ଚଳରୁ ବାଇକ୍ ଚୋରି ହେଇଛି, ଏସବୁ ଜିନିଷ ଏ ବାଇକ୍ ଗୁଡ଼ାକ ଯେଉଁ ଏବେ ଜବତ ହେଲା ସେ ବାଇକ୍ ଗୁଡ଼ାକ କେଉଁ ଏରିଆର ବାଇକ୍ ଗୁଡ଼ାକ? ବାଇକ୍ ଯେଉଁ ଅଛି ସେ କିଛି ବାଇକ୍ ଆମର ଲୋକାଲ୍ ଏରିଆରେ ଅଛି, ଆଉ କିଛି ବାହାରର ବି ବାଇକ୍ ଆଣିଛନ୍ତି। ସେଇଟା ତାର ଓନରସିପ୍ ଆସଟନ୍ କରାହେଉଛି। ସେ ତା ଦେହରେ ଗୋଟେ ବୁଲେଟ୍ ଅଛି, ଗୋଟେ ହିରୋ ଗ୍ଲାମର ଅଛି, ହୋଣ୍ଡା ସାଇନ୍, ସିଡି ଡିଲକ୍ସ, ଆକ୍ଟିଭା, ସେ ବିଭିନ୍ନ ଗାଡ଼ି ଆଣିଛନ୍ତି ସେମାନେ। ତାଙ୍କ ଓନର ଗୁଡ଼ା ସବୁ ଆସଟନ୍ ହେଲା ପରେ ଗାଡ଼ି ସେ କନସର୍ନ ଥାନାକୁ ଇନଫର୍ମେସନ୍ ଦିଆଯିବ, ତାଙ୍କୁ ରିମାଣ୍ଡ ବି କରାଯିବ ସବୁ କେସ୍ରେ। ସାର୍ ମାର୍କ କରିକି ଗାଡ଼ି କିଏ ନେଉଥିବ, ମାର୍କ କରିକି ଏମିତି ଚୋରି କରନ୍ତି ନା ଏମିତି ଖଣ୍ଡା ବୁଜାଲି ଦେଖି ବାଟରେ ହଡ଼ପ କରି ଗାଡ଼ି ନେଇ ମାର୍କ କରିକି ଚୋରି କରିବାଟା ତ ଏଇ କେସ୍ରେ ତ ମାର୍କ କରିକି ଚୋରି କରିଛନ୍ତି ସେମାନେ। ସେଇଟା ଯେଉଁଟା ଆପଣ କହୁଛନ୍ତି ସେଇଟାକୁ ବି ଭେରିଫିକେସନ୍ ସେ ଆଙ୍ଗେଲରେ ବି ପୋଲିସ ଇନଭେଷ୍ଟିଗେସନ୍ କରୁଛି। ଆଗରୁ ବହୁତ କେସ୍ରେ ଗାଡ଼ି ବହୁତ ସିଜ୍ କରାହେଉଛି, ଚୋରି ହେଉ ଗଞ୍ଜେଇ ହେଉ ଇଏ ହେଉ ଗାଡ଼ି ସବୁ ବାହାରେ ପଡ଼ି ଖତ ହେଉ ତାକୁ ଆପଣ ଅପସନ୍ କରିପାରନ୍ତି, ଆପଣ ଡିପାର୍ଟମେଣ୍ଟ ଚାହିଁଲେ ଯେଉଁ ହଁ ସେ ପ୍ରୋଭିଜନ୍ ବି ଅଛି, ଗଭର୍ଣ୍ଣମେଣ୍ଟ ବି ସେ ଆଙ୍ଗେଲରେ ବି ଚେଷ୍ଟା କରୁଛି। ଯେଉଁ ଗାଡ଼ିର ଓନରସିପ୍ ଏଷ୍ଟାବ୍ଲିଶ୍ ହେଇଯାଉଛି ତାକୁ ଇମିଡ଼ିଏଟଲି ଆମେ ହ୍ୟାଣ୍ଡ ଓଭର କରିଦେଉଛୁ। ଯେଉଁ ଗାଡ଼ିର ଓନରସିପ୍ ଆସଟନ୍ ହେଇପାରୁନି ସେ ଗାଡ଼ିକୁ ଅକ୍ସନ୍ କରାଯାଉଛି, ତା'ର ଟାଇମଲି ଆକ୍ସନ୍, ତା'ର ପ୍ରୋସେସ୍ ଅଲଗା ଅଛି, ସେ ପ୍ରୋସେସ୍ ଅନୁସାରେ କରାଯାଉଛି। ଆମେ ଦେଖୁଛୁ ବହୁତ ଗାଡ଼ି ଖତ ହେଇଗଲାଣି ଯେଉଁଟାର ଓନରସିପ୍ ଆସଟନ୍ ହେଇପାରୁନି ସେଇଟା ପାଇଁ ଟିକେ ପ୍ରୋବ୍ଲେମ୍ ହେଉଛି। ଆଜ୍ଞା। ବ୍ୟୁରୋ ରିପୋର୍ଟ, HRTV ଓଡ଼ିଆ।